ଆମେ ଶୁଣିବାକୁ ମିଳୁଛି ଆପଣଙ୍କୁ ମଧ୍ୟ ନାଗବାବୁ ତରଫରୁ ଅଫର ଆସିଲା ଯାତ୍ରାକୁ ନେଇକି ଏବଂ ଯୋଉଟା କି ହେଇପାରିଲାନି କଣ କାରଣ ଥିଲା ଆପଣ କେମିତି ଅଫର କରୁଛନ୍ତି? ନାଇଁ ନାଇଁ ସେମିତି କିଛି ନାହିଁ। ନାଣ୍ଡୁ ଭାଇ ବ୍ୟକ୍ତିଗତ ହିସାବରେ ମୋର ଭଲ। ଆଉ ମତେ କହିଥିଲେ କହିଲେ ମୁଁ ଭାଇଙ୍କି କହିଥିଲି ମୁଁ କହିଲି ଭାଇ ଏମିତି ଏମିତି ମୋର ଗୋଟେ ଇଚ୍ଛା ଅଛି ଯାତ୍ରାରେ ଯିବା ପାଇଁ। ଭାଇଙ୍କ ସହିତ ମୋର କଥାବାର୍ତ୍ତା ହେଇଥିଲା ସମସ୍ତଙ୍କ ସହିତ ମୋର କଥାବାର୍ତ୍ତା ହେଇଛି। ଆଉ ମୁଁ କହିଲି ଏମିତି ଏମିତି ମୋର ଗୋଟେ ଇଚ୍ଛା ଅଛି ଏ ବର୍ଷ ନ ହଉ କି ଆର ବର୍ଷ ନ ହଉ। ଆଉ ମୁଁ ତଥାପି ଗୋଟେ ଡିମାଣ୍ଡ କରିଥିଲି। ଆଉ ତାପରେ ବି ସେତେବେଳକୁ ଭାଇ କହିଲେ ମୋର କଳାକାର ରହିଯାଇଛନ୍ତି ଜ୍ଞାନ। ଆଉ ଆର ବର୍ଷ ତୁ ନିଶ୍ଚିନ୍ତ ହିସାବରେ ମୁଁ ମୋ ପାର୍ଟିରେ ତତେ ନେବି ଏଇଆ ହିଁ କଥା ହେଇଛି। ଆଉ ମୋର ଯେତେବେଳେ ସ୍ୱତ ପ୍ରଭୃତ ଭାବେ ମୁଁ ଯେତେବେଳେ ପୁରା ଭାବିଲି ଯେ ନାଇଁ ଏଇ ବର୍ଷ ମତେ ଯିବାର ଅଛି ମୁଁ ଆଉ ଦି ତିନିଟା ଯାତ୍ରା ପାର୍ଟି ଯୋଗାଯୋଗ କରିଛି। ସେଇ ଟାଇପ ର ଅର୍ଥ ରାଶି ମତେ ମିଳିଲେ ମୁଁ ଯାତ୍ରାକୁ ଯିବି ବୋଲି ଏଇଟା ଗୋଟେ ମନରେ ଗୋଟେ ଭାବିଛି। କିନ୍ତୁ ନାଣ୍ଡୁ ଭାଇ ମୁଁ ବ୍ୟକ୍ତିଗତ ହିସାବରେ ମୋ ପାଇଁ ଭଲ କିଛି ଖରାପ ନୁହଁ। ଦେଖିବାକୁ ମିଳୁଛି ବାରମ୍ବାର ନାଗବାବୁ ବିରୁଦ୍ଧରେ ବହୁତ କିଛି ଅଭିଯୋଗ ଆସୁଛି ଯୋଉ କହୁଛନ୍ତି ଲେଡିଜ ନା କଣ ଏ ବିଷୟରେ ସତ୍ୟତା ନାଇଁ ରହିଛି କଣ? ସେଇଟା ଆମେ କେମିତି କହିବି ମୁଁ ଆଜ୍ଞା ମୋରି କଥାଟି କହିବି ବା ମୁଁ ତାଙ୍କ ସହିତ ଯାହା କଥା ହେଇଛି ସେଇଟା କହିବି ସେଇଟା ତ ମୋ ପାଇଁ ସିଏ ଭଲ। ଯେହେତୁ ଆଉ ଆପଣ ମଧ୍ୟ ଏଣ୍ଟରଟେନମେଣ୍ଟ ଫିଲ୍ଡରେ ଅଛନ୍ତି ହଁ ଆପଣ ବି ଏଇଭଳି ୟୁଟ୍ୟୁବରେ ଭିଡିଓ କରୁଛନ୍ତି ହଁ ଆଜ୍ଞା ସତରେ କଣ ଏମିତି ଘଟିଥାଏ କାମ ନାଇଁ ପାଇଁ ଶୁଣ କମ୍ପ୍ରମାଇଜ କରିବାକୁ ପଡେ? ମୁଁ ଗୋଟାଏ କଥା କହିବି ସେଇଥିରୁ ଆପଣ ମାନେ ବା ଓଡିଶାବାସୀ ସମସ୍ତେ ବୁଝିପାରିବେ। ମୁଁ ଯେପର୍ଯ୍ୟନ୍ତ ଠିକ ଅଛି ଯେମିତିଆ ଟିଙ୍ଗା ଲୋକ ଯେମିତିଆ କଣ ବି ଅଖାଡୁଆ ଲୋକ ମୋ ପାଖକୁ ଆଣନ୍ତୁ ଆମ କହିବାରେ ଯଦି ବାଘ ବସତି ହେଇଯାଉଛି ଆମ କହିବାରେ ଗୋଟେ ମାଲିକ କାହିଁ ବସତି ହେଇପାରିବନି ଆମେ ସେଇ ଟାଇପ ର ୱାର୍ଡ କହିଲେ ମାଲିକ ବି ଖୁସି ଆମେ ଖୁସି। ମୁଁ ଗୋଟେ କଳାକାର ମୁଁ ମତେ ନିଜକୁ ଚିହ୍ନିବା ଦରକାର ମୁଁ ଯୋଉ ଜାଗାରେ ରହିବା କଥା ସେଇ ଜାଗାରେ ବି ମାଲିକକୁ ମାଲିକ ଜାଗା ରଖିବା। ମାଲିକ ଆଉ କଳାକାର ସମନ୍ୱୟ ରହିଲେ ସବୁ ଜିନିଷ ସମାଧାନ ହବ ଏଥିରେ କିଛି ଅସୁବିଧା ନାହିଁ। ଆଉ ମତେ ଯଦି ଟିକେ ଅର୍ଥ ରାଶି ଅଧିକା ପଇଲା ମୁଁ କହିବି ଆଜ୍ଞା ମୋର ଅର୍ଥ ରାଶି ଅଧିକା ଦରକାର ଆପଣ ଯଦି ଦେବେ ମୁଁ ରହିବି ନହେଲେ ନାଇଁ ପଳେଇବି। ଆଉ ଦି ଆଡେ ଆମେ କଥାବାର୍ତ୍ତା ହବା ସେଇଟା ଅସୁବିଧା ଜନକ ହେଇଯାଉଛି। ତେଣୁ ସମସ୍ତେ ଭଲ ଅଛନ୍ତି ଆମେ କାହାକୁ ଦୋଷ ଦବାଟା ଏଇଟା ଅନୁଚିତ। ଖାଲି ନାଗବାବୁଙ୍କ ନାଁରେ ହିଁ କାଇଁ ଅଭିଯୋଗ ସେ ଅନ୍ୟ ଶୁଣନ୍ତୁ ବ୍ୟକ୍ତିଙ୍କ ରହିଛି କାହାର କଣ ଅଛି ବ୍ୟକ୍ତିଗତ ମତ ମୁଁ ତ ସେଥିରେ କେବେ କମେଣ୍ଟ ଦେବିନି କିନ୍ତୁ ଏତିକି କହିବି ସମସ୍ତେ ସମସ୍ତଙ୍କୁ ଚିହ୍ନନ୍ତୁ ଏବଂ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ। ଆଜି ଏଇ ମିଡିଆ ଭାଇ ମାନଙ୍କ ଦ୍ଵାରା ଆଜି ମୁଁ ଯଦି ମିଡିଆ ଭାଇ ମାନଙ୍କୁ ଅବମାନନା କରିବି ତାଠୁ ଆଉ ବଡ ପାପି କିଏ ହେଇଥାଇପାରେ। ଆଜି ମୁଁ ଯଦି ନାଲି ଆମ୍ବ ମତେ ଚିହ୍ନେଇଛି କି ମୁଁ ସିନା ନାଲି ଆମ୍ବ ୟୁଟ୍ୟୁବ ରେ କଲି କିନ୍ତୁ ମିଡିଆ ଭାଇ ମାନେ ତ ଚାରିଆଡେ ପ୍ରଚାର ପ୍ରସାର କଲେ ସିଏ ମୋର ଦ୍ୱିତୀୟ ଭଗବାନ। ଆଉ ତାହେଲେ ମୁଁ କହିବି କଣ ହେଲା ଅମକ ହେଲା ମୁଁ ବାଇଟ ଦେବିନି ତାପରେ ଆପଣ କଣ କରିବେ ଆପଣ ମୋ ଉପରେ କଣ ନାଲି ଆମ୍ବ ଏମିତି ହେଇଗଲା ସେମିତି ନାହିଁ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ରଖିବା ମୋ ପରିବାରକୁ ଯେମିତି ଭଲ ପାଉଛି ମିଡିଆ ଭାଇ ମାନଙ୍କୁ ଭଲ ପାଇବି ତାଠୁ ଭଲ ପାଇବି ମୋ ଦର୍ଶକ ବନ୍ଧୁ ମାନଙ୍କୁ। ଆଜି ମୁଁ ଚଳଚିତ୍ର କରୁଛି ଆଜି ମୁଁ ୟୁଟ୍ୟୁବ କଲି ସବୁ କ୍ଷେତ୍ରରେ ଦର୍ଶକ ମତେ ଆକ୍ସେପ୍ଟ କରୁଛନ୍ତି ତାହେଲେ ଯାତ୍ରା ଜଗତରେ ମୁଁ କାହିଁ ସଫଳ ନ ହେଇପାରିବି। ସେଇ ସକ୍ଷମ ମୋର ଦର୍ଶକ ବନ୍ଧୁ ମାନଙ୍କ ଉପରେ ଅଛି ଆଉ ମୋ ମିଡିଆ ଭାଇ ମାନଙ୍କ ଉପରେ ଅଛି। ସମସ୍ତେ ଭଲ ମୁଁ କାହାକୁ ଦୋଷ ଦେବି ଏ ସମସ୍ତେ ବର୍ଷ ଭଲ। ଆପଣଙ୍କୁ ଯାତ୍ରା ଦେଖିବାକୁ ମିଳିବ? ଏଇ ବର୍ଷ ମୁଁ ଯଦି ହେଲା ଯାତ୍ରା ପାଟିରେ ଯିବି ସି ଗ୍ରେଡ ବି ଗ୍ରେଡ ଏ ଗ୍ରେଡ ମୋ ସହିତ କିଛି ନାହିଁ। ମୋର ସେତିକି ଦକ୍ଷତା ଅଛି ମୁଁ ଯୋଉ ଯାତ୍ରା ପାଟିକି ଯିବି ସେ ଯାତ୍ରା ପାଟିକି ଉଠେଇବି। ନାଲିଆମ୍ବ ଆସୁଛି ମାନେ ଲୋକ ଆସିବେ ଦେଖିବାକୁ ଏଇଟା ମୋର ଯୋଉଟା ଦକ୍ଷତା। ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି ବୋଲି କହୁଛନ୍ତି ନାଗବାବୁଙ୍କ ସହିତ ତାଙ୍କ ଚରିତ୍ର କେମିତି? ତାଙ୍କ ସତରେ ମୋର କଣ ସେ ଏମିତି ସବୁ ନାହିଁ ନାଗବାବୁଙ୍କ ଚରିତ୍ର କେମିତି ସତରେ ସେ ଏମିତି ଲୋକ ସବୁ ଅଭିଯୋଗ ନା କରନ୍ତି? ସେଇଟା ଦେଖନ୍ତୁ ଆଜ୍ଞା ମୁଁ ଥରଟିଏ ଯାଇଥିଲି ଖଣ୍ଡଗିରି ଭାଇଙ୍କ ସହିତ ଦେଖା ହେଇଥିଲି ବହୁତ ଭଲ ଆଉ କଥାବାର୍ତ୍ତା ହେଲି କହିଲେ ଜ୍ଞାନ ଏଇ ଯାତ୍ରା ପାଟିରେ ମୋର ସବୁ କଳାକାର ରହିଗଲେଣି ଆର ବର୍ଷ ମୁଁ ତତେ ନେବି ମୁଁ ସେଇ ତୁଳସୀ ପାଇଁ ଯାଇଥିଲି। କିଛି ସେମିତି କିଛି ନାହିଁ ମୋ ସହିତ କଥା ହେଲେ କହିଲେ ତୋର କିଛି ପଇସା ଦରକାର କି ମୁଁ କହିଲି ଭାଇ ଆଉ ଯଦି ମାନେ ଆପଣ ଚାହୁଁଛନ୍ତି ଏଇ ବର୍ଷ ନା ନାଇଁ ମୁଁ ଜଣଙ୍କ ସହିତ କଥା ହୁଏ ଯଦି ସେ ନାଇଁ କରିଦେଲା ତାହେଲେ ମୁଁ ସାଙ୍ଗେ ସାଙ୍ଗେ ଦେଇଦେବି ତାଙ୍କର ସାଙ୍ଗେ ସାଙ୍ଗେ ପଇସା ପତ୍ର ଏପଟ ସେପଟ ନାହିଁ। ଆଉ କାହାର କଣ ଅସୁବିଧା ଥିବ ମୁଁ କେମିତି କହିବି ସେ କଥା ଏ ଯୋଉ ଅଭିଯୋଗ ଗୁଡା କଣ ତାକୁ ବଦନାମ କରିବା ପାଇଁ? ସେଇଟା ଦେଖନ୍ତୁ ଏଇ ମିଡିଆ ଭାଇ ମାନଙ୍କ ଦ୍ଵାରା ମୁଁ ଦେଖୁଛି ସବୁ ୟୁଟ୍ୟୁବରେ କିନ୍ତୁ ଆମେ କେବେ ମୁଁ କେବେ ବ୍ୟକ୍ତିଗତ ହିସାବରେ ସେ କଥା କହିପାରିବିନି ମୁଁ ବି ସେ ସବୁ କଥା ଜାଣିନି। ଯାହା ଆପଣ କହିଲେ ମୁଁ ଯାଇଥିଲି ତାଙ୍କ ସହିତ ଯୋଗାଯୋଗ କରିଥିଲି ଆର ବର୍ଷ ତ ବୋଧେ ତାଙ୍କ ଯାତ୍ରା ପାଟିରେ ମୋର ଯିବାର ଅଛି। ସେ ମୋ ପାଇଁ ତ ଭଲ ମୁଁ କଥାବାର୍ତ୍ତା ହେଇଥିଲେ ସବୁ ଠିକ ଠାକ।